ଏହି ପବିତ୍ର ଗୃହରେ 2024-25 ଆର୍ଥିକ ବର୍ଷ ନିମନ୍ତେ ଆମ ସରକାରଙ୍କ ପ୍ରଥମ ବଜେଟ୍ ଉପସ୍ଥାପନ କରିବା ମୋ ପାଇଁ ଅତ୍ୟନ୍ତ ଆନନ୍ଦ ଓ ଗୌରବର ବିଷୟ। ସପ୍ତଦଶ ବିଧାନସଭାର ପ୍ରଥମ ବଜେଟ୍ ଅଧିବେଶନରେ ମୁଁ ଆପଣମାନଙ୍କୁ ସ୍ୱାଗତ ଜଣାଉଛି। ରାଜ୍ୟର ଭାଗ୍ୟ ଓ ଦିଶା ପରିବର୍ତ୍ତନ ପାଇଁ ନିର୍ଣ୍ଣାୟକ ମତଦାନ କରିଥିବା ସମସ୍ତ ଓଡ଼ିଶାବାସୀଙ୍କୁ ମୋର ବିନମ୍ର ପ୍ରଣାମ। ଏହି ନିର୍ଣ୍ଣାୟକ ମତଦାନ ରାଜ୍ୟରେ ଅବ୍ୟାହତ ରହିଥିବା ସ୍ଥିତାବସ୍ଥା ପ୍ରତି ଲୋକଙ୍କର ନିରାଶା ଭାବର ପ୍ରତିଫଳନ। ସେମାନେ ବେରୋଜଗାର, ପର୍ଯ୍ୟାପ୍ତ ମୌଳିକ ସୁବିଧା ଓ ଭିତ୍ତିଭୂମିର ଅଭାବ, ଗୁଣାତ୍ମକ ଶିକ୍ଷା ଓ ସ୍ୱାସ୍ଥ୍ୟ ସେବାର ଅଭାବ ତଥା ଉଦାସୀନ ଶାସନକୁ ସହ୍ୟ କରିବା ପାଇଁ ପ୍ରସ୍ତୁତ ନଥିଲେ। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଆଶୀର୍ବାଦ ସଦାସର୍ବଦା ଆମ ଉପରେ ରହିଛି। ଆମ ସରକାର ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ଏବଂ ଗତିଶୀଳ ନେତୃତ୍ୱର ମୂଳମନ୍ତ୍ର ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ ଏବଂ ସବକା ପ୍ରୟାସରେ ବିଶ୍ୱାସ କରନ୍ତି। ଅନ୍ତର୍ଭୁକ୍ତିକରଣର ସମସ୍ତ ଉପାଦାନଗୁଡ଼ିକୁ ପ୍ରାଧାନ୍ୟ ଦେବା ଆମ ବିକାଶର ଆଭିମୁଖ୍ୟ। ଆମେ ସାମାଜିକ ଅନ୍ତର୍ଭୁକ୍ତିକରଣରେ ସମାଜର ସବୁ ବର୍ଗଙ୍କୁ ଗୁରୁତ୍ୱ ପ୍ରଦାନ ସହ ରାଜ୍ୟର ସମସ୍ତ ଅଞ୍ଚଳର ସାମଗ୍ରିକ ବିକାଶ ଉପରେ ଧ୍ୟାନ କେନ୍ଦ୍ରିତ କରିବୁ। ଆମ ଯଶସ୍ୱୀ ପ୍ରଧାନମନ୍ତ୍ରୀ ସର୍ବଦା 4ଟି ପ୍ରମୁଖ ଶ୍ରେଣୀ ଯଥା ଗରିବ, ମହିଳା, ଯୁବବର୍ଗ ଏବଂ ଅନ୍ନଦାତା କୃଷକଙ୍କୁ ସର୍ବାଧିକ ମହତ୍ୱ ଦେଇ ଆସିଛନ୍ତି। ସେମାନେ ଆବଶ୍ୟକତା, ସେମାନଙ୍କର ଆକାଂକ୍ଷା ଏବଂ ସେମାନଙ୍କର କଲ୍ୟାଣ ଆମର ସର୍ବୋଚ୍ଚ ପ୍ରାଥମିକତା। ସେମାନଙ୍କର ଜୀବନଶୈଳୀକୁ ଉନ୍ନତତର କରିବାରେ ସରକାରଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସେମାନଙ୍କର ସଶକ୍ତିକରଣ ଓ କଲ୍ୟାଣ ଦେଶକୁ ନିଶ୍ଚୟ ଆଗକୁ ବଢ଼ାଇବ। ସମସ୍ତ ଯୋଗ୍ୟ ଲୋକଙ୍କୁ ସୁବିଧା ସୁଯୋଗ ନିଶ୍ଚିତ ଭାବରେ ପ୍ରଦାନ କରିବା ପାଇଁ ସ୍ୱଚ୍ଛତା ଅବଲମ୍ବନ କରାଯିବ। ଉପଲବ୍ଧ ସମ୍ବଳକୁ ନିରପେକ୍ଷ ଭାବେ ବଣ୍ଟନ କରାଯିବ ଏବଂ ଏଥିରେ କୌଣସି ଭେଦଭାବ ଓ ତାରତମ୍ୟ ରହିବ ନାହିଁ। ନିର୍ବାଚନୀ ଇସ୍ତାହାରରେ ଆମେ ଓଡ଼ିଶାବାସୀଙ୍କ ଜୀବନରେ ଗୁଣାତ୍ମକ ପରିବର୍ତ୍ତନ ଆଣିବାକୁ ପ୍ରତିଶ୍ରୁତି ଦେଇଥିଲୁ। ସମସ୍ତଙ୍କ ପାଇଁ ସମୃଦ୍ଧିର ପ୍ରତିଶ୍ରୁତି ଦେଉଥିବା ସାମଗ୍ରିକ ବିକାଶ ପ୍ରତି ଆମର ସଂକଳ୍ପ ଓ ଦୃଷ୍ଟିକୋଣ ଯୋଗୁଁ ଓଡ଼ିଶାବାସୀ ଆମ ଉପରେ ଆସ୍ଥା ପ୍ରକଟ କରିଛନ୍ତି। ଆମ ସରକାର ଏଥିପାଇଁ ଆବଶ୍ୟକ ସମସ୍ତ ପ୍ରକାରର ପଦକ୍ଷେପ ଗ୍ରହଣ କରିବାକୁ ସଫଳ ଉଦ୍ୟମ ଜାରି ରଖିବେ। ପ୍ରଶାସନ ଏବଂ ଜନସାଧାରଣଙ୍କ ମଧ୍ୟରେ ବସ୍ତୁତ ଓ ନିୟମଗତ ଭାବେ ସୃଷ୍ଟି ହୋଇଥିବା ଦୂରତ୍ୱକୁ ହଟାଇ ଆମ ସରକାର ଏକ ସଠିକ୍ ପ୍ରୟାସ ଆରମ୍ଭ କରିଛନ୍ତି। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱରେ ଓଡ଼ିଶାକୁ ଅସୀମ ସୁଯୋଗ ପ୍ରଦାନକାରୀ ରାଜ୍ୟରେ ପରିଣତ କରି ଆମ ପରିକଳ୍ପିତ ସ୍ୱପ୍ନକୁ ସାକାର କରିବା ଆମର ଲକ୍ଷ୍ୟ। ଓଡ଼ିଶାର ଅପାର ସୁଯୋଗକୁ ଉପଯୋଗ କରି ଏକ ବିକଶିତ ଭାରତ ଗଠନ ଆମର ଲକ୍ଷ୍ୟ। ଏହାକୁ ହାସଲ କରିବା ପାଇଁ ଆମକୁ ଏକ ବିକଶିତ ଓଡ଼ିଶାର ପରିକଳ୍ପନା କରିବାକୁ ହେବ, ଯାହା ଏକ ଉଜ୍ଜଳ ଭବିଷ୍ୟତ ପାଇଁ ଆବଶ୍ୟକ ଭିତ୍ତିଭୂମିକୁ ପୁନର୍ଜୀବିତ କରିବ। ଓଡ଼ିଆ ଅସ୍ମିତା, ଓଡ଼ିଆ ରାଇଜ, ବିଶ୍ୱ ବନ୍ଦିତା, ବିଶ୍ୱ ବିଦିତ। ନୂଆ ପରିଭାଷା, ନୂଆ ଦିଗନ୍ତ, ବିକଶିତ ଓଡ଼ିଶା, ବିକଶିତ ଭାରତ। ସାମଗ୍ରିକ କଲ୍ୟାଣର ପ୍ରମୁଖ ବାହନ ଯଥା ସଂସ୍କୃତି, ସମ୍ପ୍ରଦାୟ, ନାଗରିକ ଅଭିମୁଖୀକରଣ, ଯୋଗାଯୋଗ, ବାଣିଜ୍ୟ ଏବଂ ଜଳବାୟୁ ସ୍ଥିରତା ଦ୍ୱାରା ଆମେ ଓଡ଼ିଶାକୁ ବିକାଶ ପଥରେ ପରିଚାଳିତ କରିବାର ପରିକଳ୍ପନା କରିଛୁ। ଏପରିକି ଏକ ବିକଶିତ ଓଡ଼ିଶା ଗଠନ ନିମିତ୍ତ ପର୍ଯ୍ୟାପ୍ତ ବଜେଟ୍ ଆବଣ୍ଟନ ପ୍ରସ୍ତାବ ରଖାଯାଇଛି।